ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଫାଇଦା କ'ଣ ଭାଇ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାର ଶୁଭାରମ୍ଭ ହୋଇସାରିଲାଣି। ତ ଶୁଭାରମ୍ଭ କେବେ ହେଲା କି 6 ତାରିଖ ଶୁଭାରମ୍ଭ ହେଲା। ତ 6 ତାରିଖ ଶୁଭାରମ୍ଭ ବୋଲେ ତ ଆପଣମାନେ ଭାବୁଥିବେ କ'ଣ ଶୁଭାରମ୍ଭ ହେଲା। ତ ଆଗରୁ ଯିଏ ବିଜୁ ସ୍ୱାସ୍ଥ୍ୟ ପାଇଥିଲେ ଏବେ ନବୀନ ସେଇଟା ନବୀନ ସ୍ୱାସ୍ଥ୍ୟ କାର୍ଡ଼ ଯେଉଁଟା ଆମକୁ କୁହାହେଉଛି ଏବେ। ତ ସେମାନେ ଏଲିଜିବିଲିଟି କେଉଁମାନେ ହେବେ ତ A to Z ଆପଣମାନଙ୍କୁ ମୁଁ କହୁଛି କ'ଣ ଏଲିଜିବିଲିଟି ଏବଂ ଏଇଟା କେବେଠୁ ଆରମ୍ଭ ହେଲା ତ 6 ତାରିଖରୁ ଆରମ୍ଭ ହେଲା। ଦେଖିପାରୁଥିବେ ଆପଣମାନଙ୍କର କାର୍ଡ଼ର ସାଇଜ୍ କେମିତି ପୁରା ଡିଟୋ ଆପଣମାନଙ୍କର ଯେମିତି ଅଛି କି ଆପଣମାନେ ATM କାର୍ଡ଼ ସହ ATM କାର୍ଡ଼ର ସେମ୍ ପୁରା କପି ଏଇଟା ଦେଖିପାରୁଥିବେ ଯେମିତି ତଳେ ନବୀନ ଓଡ଼ିଶା ଡିବଟ ଅଛି ଏବଂ ଏଇଟା ଲେଖା ହେଇଛି ନୂଆ BSKY ତ ନବୀନ କାର୍ଡ଼ ବିତରଣ ତ ପ୍ରତିଟି ଜୀବନ ମୂଲ୍ୟବାନ ତ ମୁଖ୍ୟମନ୍ତ୍ରୀଙ୍କର ଏଠି ଅଛି ଏବଂ ଶୁଭାରମ୍ଭ କେବେ ଅଛି 6 ମାର୍ଚ୍ଚ 2024 ମାନେ ତ ଅଲରେଡ଼ି ହେଇସାରିଲାଣି। ତ ଏବଂ ଆପଣଙ୍କ ପାଖରେ ମିଳିବ କେମିତି କ'ଣ ତ ଏଇଟା ଲେଖା ହେଇଛି ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟର 3.8 କୋଟି ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଭରସା। ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟ ପାଇଁ ବର୍ଷକୁ 5 ଲକ୍ଷ ଟଙ୍କା ଏବେ ମହିଳାମାନଙ୍କ ପାଇଁ 10 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା 500+ ଚିକିତ୍ସାଳୟ ଦେଶ ଭିତରେ ପଞ୍ଜୀକୃତ ତ 800+ ଚିକିତ୍ସାଳୟ ଦେଶ ଭିତରେ ପଞ୍ଜୀକୃତ। ତ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ତ ଏଇଟା ଆମର ଅଛି। ତ ଏଇଟା ଆମର ଆରମ୍ଭ ହୋଇଗଲା କାଲିଠାରୁ ତ ଆଜି ହେଲା 7 କାଲି 6ରେ ଆରମ୍ଭ ହେଇଛି 11ଟା ବେଳେ ମାନନୀୟ ମୁଖ୍ୟମନ୍ତ୍ରୀ ଯିଏକି ସେ ତାଙ୍କର ଏଇଟା ଆରମ୍ଭ କରିଥିଲେ ତାଙ୍କର ଯିଏ ପ୍ରଥମ ଆବେଦନ କଲେ ତାଙ୍କର କିଛି କର୍ମଚାରୀଙ୍କୁ ନେଇ ଏଇଟା ଫାଷ୍ଟ ଆପ୍ଲାଏ ଯେଉଁ କରିଥିଲେ ସେଇମାନଙ୍କୁ ମିଳିଛି ଏବଂ ଆଜି ମାନେ 7 ମାର୍ଚ୍ଚରୁ ପ୍ରାୟ ସବୁ ବ୍ଲକରେ ତ ଗଭର୍ଣ୍ଣମେଣ୍ଟର ଯେହେତୁ ଅଛନ୍ତି ସେ ଚେୟାରମ୍ୟାନ୍ ହେଉ BDO ହେଉ ତ ଏମାନଙ୍କ ଦ୍ୱାରା ତ ପୁଣି ଲୋକାର୍ପିତ ହେଉଛି ତ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଦିଆହେଉଛି। ତ ଆପଣମାନେ କେମିତି ଏହାକୁ ଆବେଦନ କରିପାରିବେ ଏବଂ ଏହାର ଆବେଦନ କରିବାର କ୍ରାଇଟେରିଆ କ'ଣ ଅଛି ତ A to Z ଆପଣଙ୍କୁ କହିବି BSKY ତ କେମିତି ଆପଣ ଆପ୍ଲାଏ କରିପାରିବେ ଏବଂ ଆ ପାଇଁ ଏଲିଜିବିଲିଟି କ'ଣ ତ ପୁରା ଡିଟେଲ୍ସ ଆପଣଙ୍କୁ ଚାଲନ୍ତୁ କହୁଛି। ଫାଷ୍ଟ ଦେଖନ୍ତୁ ଏଇଟା ଆମର କ'ଣ କି ମେସେଜଟା ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSM ନବୀନ କାର୍ଡ଼ର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡ଼ି ତ ନିୟମିତ ସରକାରୀ ଚାକିରି କେହି କରୁନଥିବେ ଏବଂ ଆୟକର ଯେ ଦେଉନଥିବେ ସେମାନଙ୍କୁ ଛାଡ଼ି ଗାଁର ସବୁ ଲୋକ ଏହି ସୁବିଧା ପାଇପାରିବେ। ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ। ତ ଏହି ଅବସର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 4.5 କୋଟି ଓଡ଼ିଆବାସୀ ହେଉଛନ୍ତି ମୋ ପରିବାର ଆପଣମାନଙ୍କ ସୁଖ ଦୁଃଖ ମୁଁ ସବୁବେଳେ ରହିବି। ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର 1 କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟା 80% ହେବେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କୁ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ପରିବାର ଅନ୍ୟ ସଦସ୍ୟମାନଙ୍କ ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯିବ। ଏହି ଯୋଜନାରେ ମାନଙ୍କୁ 1,30,000 ହିତାଧିକାରୀ 816ଟି ପଞ୍ଜୀକୃତ ବେସରକାରୀ ହସ୍ପିଟାଲ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ 270 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟରେ ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବା ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ। ଏପରି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ ଏହି କାର୍ଡ଼ ବିତରଣ କରାଯିବ। ତ ଭାଇ ଏଇଟା ପାଇବା ପାଇଁ କ'ଣ ଆପଣଙ୍କ ଡକୁମେଣ୍ଟ ଦରକାର ତ ଡକୁମେଣ୍ଟ କ'ଣ ଆପଣଙ୍କ ନଥିବା ଦରକାର ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନଙ୍କର ଭାଇ ଅଛି ରେସନ୍ କାର୍ଡ଼ ସେମାନଙ୍କର ହୋଇପାରିବ ନାହିଁ। ଏବେ ଏହାର ଫାଇଦା ତ ଭାଇ ବହୁତ କିଛି ଅଛି। ତ ଆପଣ 5 ଲକ୍ଷ ଟଙ୍କା ଯଦି ମହିଳା ଅଛନ୍ତି 10 ଲକ୍ଷ ଟଙ୍କା ଯଦି ପୁରୁଷ 5 ଲକ୍ଷ ଟଙ୍କାର ସୁବିଧା ପାଇପାରିବେ ଏହି କାର୍ଡ଼ ଦ୍ୱାରା। ତେଣୁ BSKY ଯୋଜନାରେ ଆପଣମାନେ ବଡ଼ ମେଡ଼ିକାଲରେ ବି ଆପଣମାନେ ଦେଖାଇ ପାରିବେ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ୍ ସବୁଠାରେ ଦେଖାଇ ପାରିବେ। ତ ତା ପାଇଁ ଏଲିଜିବିଲିଟି ହେଲା କ'ଣ ଆପଣଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନଥିବ ଆପଣମାନଙ୍କର ରେସନ୍ କାର୍ଡ଼ ନଥିବ ଏବଂ ଯିଏ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପାଇଁ ଆପ୍ଲାଏ କରିବେ ଦେନ୍ ତାଙ୍କର ଆଉ କ'ଣ ଗଭର୍ଣ୍ଣମେଣ୍ଟ ଚାକିରି କରୁନଥିବେ ତ ଏଇସବୁ ନିୟମ ପାଳନ କଲେ ଯାଇକି ଆପଣମାନଙ୍କର ପାଖରେ ଏଇ କାର୍ଡ଼ଟି ମିଳିପାରିବ ଏବଂ ଆପ୍ଲାଏ ଆପଣମାନେ କରିପାରିବେ। ତ ନହେଲେ ଆପଣମାନେ ପକାଇଥିବେ କ୍ୟାନସଲ୍ ବି ହେଇଯିବାର ସମ୍ଭାବନା ଅଛି ତ କ୍ୟାନସଲ୍ ବି ହେଇଯାଇପାରେ। ତ ଏଇଟା ପାଇଁ ଭିଡ଼ିଓ କେମିତି ହେଲା ପ୍ଲିଜ୍ ଭିଡ଼ିଓ ଲାଇକ୍ କରିଦେବେ ନୂଆ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅଲ୍ ଫର୍ ସିଲେକ୍ଟ କରିଦେବା କାହିଁକିନା ଏଇଭଳି ଇନଫର୍ମେଟିଭ୍ ଭିଡ଼ିଓ ଏବଂ ନ୍ୟୁଜ୍ର ସବୁ ଭିଡ଼ିଓ ମୁଁ ଆପଣଙ୍କୁ ଏଭଳି କଭର୍ କରିବି। ତ ରହୁଛି ନେକ୍ସଟ ଭିଡ଼ିଓ ଦେଖା ହେଉଛି। ଭାରତ ବନ୍ଦେ ଉତ୍କଳ ଜନନୀ।